ମାଙ୍କର ଆନନ୍ଦ ମନରେ ସମସ୍ତେ ଆସିଛନ୍ତି। ବର୍ତ୍ତମାନ ପେରେଡ୍ ରୁମ୍ ଗୁଡ଼ିକ ନିଜ ନିଜ ସ୍ଥାନରେ ଯାଇ ପହଞ୍ଚି ଯାଇଛନ୍ତି। हेलो बामे ले हुई ना लगन हो जाए उड़ू के नाम से जब लेके परम क्या Tu dis je vais so dad वंदे मातरम वंदे शुभ सकाल आज 75 साधारणतंत्र दिवस এই শুভ অবসর আমার প্রখণ্ড স্তরীয় এই প্যারেড পড়িয়ারে উপস্থিত অতি আদরর ছাত্রছাত্রী আম গহণরে উপস্থিত থিবা সমস্ত বুদ্ধিজীবী ভদ্রমণ্ডলী উপখণ্ড স্তরীয় প্রশাসনীয় স্তরରୁ ভাগ ନେଇଥିବା ମୋର ସମସ୍ତ ସହପାଠୀ ବୃନ୍ଦ ସର୍ବୋପରି ଏହି କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ସହଯୋଗ କରିଥିବା ମୋର ସମସ୍ତ ସାମ୍ବାଦିକ ବନ୍ଧୁମାନଙ୍କୁ ଏହି ପବିତ୍ର ଗଣତନ୍ତ୍ର ଦିବସରେ ମୁଁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଉଛି। ଆପଣମାନେ ଜାଣନ୍ତି ଯେ ଆମର ଭାରତବର୍ଷ ବିଶ୍ୱର ଏକ ସର୍ବବୃହତ୍ତମ ଗଣତନ୍ତ୍ର ରାଷ୍ଟ୍ର। एंगल ठीक गया सब है अंत को नेलो कना ଆମ डिस्प्ले लेट जिल ଭାରତବର୍ଷ इसमें में लेट इधर हटो चा हैं इधर हटो चा ଇଂରେଜ ଶାସନ लेवल ठीक है ବିବାହ କରି ठीक है तो जस्ती बंग सीधी कना तो 1947 ମସିହା ଅଗଷ୍ଟ 15ରେ ठीक है ना ଲାଭ କରିଥିଲା। देखियो कना ଏହି आता कन फोटो कनी उठो जो कले कि देखना ସମଗ୍ର ଦେଶର ଅଗଣିତ କ୍ରାନ୍ତିକାରୀ ସ୍ୱାଧୀନତା ସଂଗ୍ରାମୀ ମାନେ ଏ ଦେଶର ସ୍ୱାଧୀନତା ପାଇଁ ନିଜର ଆତ୍ମ ବଳିଦାନ ଶହୀଦ ହୋଇଥିଲେ। ଦେଶର ସ୍ୱାଧୀନତା ପରେ ଆମର ଦେଶକୁ ପରିଚାଳନା କରିବା ପାଇଁ ଏକ ଆଇନ ଖସଡ଼ାର ଆବଶ୍ୟକତା ଥିଲା। ଏହି ଆଇନ ଖସଡ଼ା ବା ସମ୍ବିଧାନ ପ୍ରଣୟନ ପାଇଁ ଆମର ସମ୍ବିଧାନର ଜନକ କହିଲେ ଅତ୍ୟୁକ୍ତି ହେବ ନାହିଁ। ଡକ୍ଟର ଭୀମରାଓ ଆମ୍ବେଦକର ତାଙ୍କର ଚେୟାରମ୍ୟାନସିପ୍ରେ ଯେଉଁ ସମ୍ବିଧାନର ଯେଉଁ ଡ୍ରାଫ୍ଟିଂ କମିଟି ଦୀର୍ଘ 2 ବର୍ଷ 11 ମାସ 18 ଦିନ ଧରି ଏହି ସମ୍ବିଧାନ ବା ଆଇନ ଖସଡ଼ାକୁ ପ୍ରସ୍ତୁତ କରିବା ପାଇଁ ଆଗ୍ରହ ରହିଥିଲେ ଏବଂ
এই আইন খସଡ଼ା ବା ସମ୍ବିଧାନକୁ ଆମର 1950 ମସିହା ଜାନୁଆରୀ 26 ତାରିଖ ଦିନ କାର୍ଯ୍ୟକାରୀ କରାଯାଇଥିଲା। ତେଣୁ ଏହା ଏକ ଆମର ଭାରତବର୍ଷର ସବୁଠୁ ବଡ଼ ପର୍ବ ବା ମହୋତ୍ସବ କହିଲେ ବି ଅତ୍ୟୁକ୍ତି ହେବନି। କାହିଁକି ନା ଆମେ ଏକ ଅନ୍ତର୍ଜାତୀୟ ସ୍ତରରେ ଗୋଟେ ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ଯେଉଁ ଗର୍ବ ଓ ଗୌରବ ଅନୁଭବ କରୁଛୁ, ସେଥିପାଇଁ ଆମର ବିଗତ ଦିନରେ ଯଦିଓ ଇତିହାସ ହୋଇଯାଇଛି ତଥାପି ତାର ସେହି ଇତିହାସର ଆମେ ଯେଉଁ ମନେ ପକାଇବା ପାଇଁ ଯେଉଁ ସ୍ୱାଧୀନତା ସଂଗ୍ରାମୀଙ୍କର ବଳିଦାନକୁ ମନେ ପକାଇବା ପାଇଁ ଏହି ଗଣତନ୍ତ୍ର ଦିବସରେ ଆମେ ଅନ୍ତର୍ଜାତୀୟ ଆମର ଜାତୀୟ ସ୍ତରରେ ସବୁ ଜାଗାରେ ଏହି ସ୍ୱାଧୀନତା ଦିବସ ଆମର ଗଣତନ୍ତ୍ର ଦିବସ ପାଳନ କରୁଅଛୁ। ଆପଣମାନେ ଜାଣନ୍ତି ଯେ ଆମର ଗଣତନ୍ତ୍ର ଯେଉଁଟାକି ଗଣତନ୍ତ୍ର ବା ଲୋକମାନଙ୍କର ଶାସନ, ସେଥିରେ ଆମେ ଏକ ନାଗରିକ ହିସାବରେ ଆମର ଦାୟିତ୍ୱବୋଧ ଆଉ ଅଧିକାର ଉଭୟ ସମ୍ବିଧାନରେ ଜଡ଼ିତ ହୋଇଯାଇଛି। ତେଣୁ ଆମେ ଏହି ସାଧାରଣତନ୍ତ୍ର ଦିବସରେ ଏକାଠି ହୋଇ ସଂକଳ୍ପ ନେବା ଉଚିତ ଯେ ଦେଶ ପାଇଁ ଆମେ କିଛି ଦାୟିତ୍ୱବୋଧ ବା କର୍ତ୍ତବ୍ୟ ପରିକାଷ୍ଠା କରିବା ଉଚିତ। ଆମର ଦେଶ ଆଗେଇ ନେବା ପାଇଁ ସମସ୍ତଙ୍କର ଯୋଗଦାନ ରହିବା ଉଚିତ। ତେଣୁ ଏହି ପବିତ୍ର ଦିନରେ ସମସ୍ତଙ୍କର ଉପସ୍ଥିତିରେ ଆମେ ଯେଉଁ ଏହି ଗଣତନ୍ତ୍ର ଦିବସ ବା ସାଧାରଣତନ୍ତ୍ର ଦିବସ ପାଳନ କରୁଅଛୁ, ସମସ୍ତଙ୍କର ସହଯୋଗକୁ ମୁଁ ଧନ୍ୟବାଦ ଦେଇ ମୋର ବକ୍ତବ୍ୟକୁ ବିରାମ ଦେଉଛି। ବନ୍ଦେ ଉତ୍କଳ ଜନନୀ, ଭାରତ ମାତା କି ଜୟ, ବନ୍ଦେ ମାତରମ୍। ନମସ୍କାର। ধন্যবাদ। আজি 75তম গণরাজ্য দিবস উপলক্ষে উপখণ্ড স্তরীয় প্যারেড উৎসব স্তরীয় মুখ্য অতিথিଙ୍କର ଅଭିଭାଷଣ ଶୁଣୁଥିଲେ। ପରବର୍ତ୍ତୀ କାର୍ଯ୍ୟକ୍ରମ ଆମର ଗଣରାଜ୍ୟ ଦିବସ ଉପଲକ୍ଷେ ତାର ଅବ୍ୟବହିତ ପୂର୍ବରୁ 4 ଗୋଟି ବ୍ଲକ ସ୍ତରରେ ବିଭିନ୍ନ ପ୍ରତିଯୋଗିତା ହୋଇଥିଲା। ସେହି ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ବର୍ତ୍ତମାନ ଏହି ମଞ୍ଚରେ ପୁରସ୍କୃତ କରାଯିବ। ତେଣୁ ଉପଖଣ୍ଡ ସୂଚନା ଲୋକସଂଘର ଅଧିକାରୀ ସେ ତାଙ୍କର କୃତି ପ୍ରତିଯୋଗୀମାନଙ୍କର ନାମ ଘୋଷଣା କରିବା। ପ୍ରଥମେ ମୁଁ ଆଜି ପ୍ୟାରେଡରେ ଭାଗ ନେଇଥିବା ସମସ୍ତ ଗ୍ରୁପ କମାଣ୍ଡର କିମ୍ବା ତାଙ୍କର ପ୍ରତିନିଧି ମାନଙ୍କୁ ଅନୁରୋଧ କରୁଛି ସେମାନେ ଆଜି ପ୍ୟାଣ୍ଡେଲ ପାଖରୁ ତାଙ୍କର ବହୁମୂଲ୍ୟ ପ୍ୟାକେଟ ଗୁଡ଼ିକ ଗ୍ରହଣ କରନ୍ତୁ। ବର୍ତ୍ତମାନ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଆରମ୍ଭ ହେଉଛି। ପ୍ରଥମେ ମେଧାବୃତ୍ତି ପୁରସ୍କାର, ଶ୍ରୀବିଦ୍ୟା ମେଧାବୃତ୍ତି ସମ୍ମାନ। ଶ୍ରୀବିଦ୍ୟା ମେଧାବୃତ୍ତି ସମ୍ମାନ ଚଳିତ ବର୍ଷ ଠାରୁ ଯୁକ୍ତ 3 ରସାୟନ ବିଜ୍ଞାନ କେମିଷ୍ଟ୍ରି ଅନର୍ସରେ ବସ୍ତିପଦା ଉପଖଣ୍ଡର